आसंता वर्षरे 75 लाख चाषी को कालिया सहायता मिलिबो। कैसा लगा मेरा मजाक? ଏହି ଭିଡ଼ିଓଟି କାଳିଆ ଯୋଜନାର ଭୂମିହୀନ ଲିଷ୍ଟରେ ନାମ ଥିବା ଚାଷୀମାନଙ୍କ ପାଇଁ ଅଟେ। ଯଦି ଆପଣଙ୍କର ନାମ କାଳିଆ ଯୋଜନାର ଭୂମିହୀନ ଲିଷ୍ଟରେ ଅଛି ଏବଂ ଆପଣଙ୍କୁ କାଳିଆ ଯୋଜନାର ତୃତୀୟ କିସ୍ତି ଟଙ୍କା ମିଳିସାରିଛି କିମ୍ବା ମିଳିନାହିଁ ତାହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଅପଡେଟ୍ଟି କ'ଣ ରହିଛି ବର୍ତ୍ତମାନ ଚାଲନ୍ତୁ ଜାଣିନେବା। ତ ଦେଖନ୍ତୁ ଫ୍ରେଣ୍ଡସ୍, କାଳିଆ ଯୋଜନାର 6 ନମ୍ବର କିସ୍ତି ଟଙ୍କା ମିଳିସାରିଲା ପରେ ମୋତେ ବହୁତ ଜଣ ଭିଉଅର୍ସ ମୋତେ କମେଣ୍ଟ କରିକି ପଚାରିଲେ ଯେ ମୋର ଯାହାକି କାଳିଆ ଯୋଜନାର ତୃତୀୟ କିସ୍ତି ଟଙ୍କା ମିଳିଯାଇଛି ଆଉ ମୋତେ ବର୍ତ୍ତମାନ ଯାହାକି କାଳିଆ ଯୋଜନାର ଚତୁର୍ଥ କିସ୍ତି ଟଙ୍କା ମିଳିବ କି, ଏହିଭଳି ପ୍ରଶ୍ନ କରିଥିଲେ ଭୂମିହୀନ ଚାଷୀମାନେ। ତ ମୁଁ ଆଗରୁ ଆପଣମାନଙ୍କୁ କହିଦେଇଛି ଏହି ଭିଡ଼ିଓଟି ଖାସ୍ କରି ଭୂମିହୀନ ଚାଷୀମାନଙ୍କ ପାଇଁ ଅଟେ। ତ ଦେଖନ୍ତୁ ଫ୍ରେଣ୍ଡସ୍, ଭୂମିହୀନ ଚାଷୀମାନଙ୍କୁ ଯାହାକି ଅଲରେଡ଼ି ତାଙ୍କର ପଇସା ମିଳିସାରିଛି। ତ କେମିତି? ତ ଦେଖନ୍ତୁ କାଳିଆ ଯୋଜନାର ୱେବସାଇଟ୍ରେ ଲେଖା ହୋଇଛି ଯେ ଭୂମିହୀନ ଚାଷୀମାନଙ୍କୁ ଯାହାକି 12,500 ଟଙ୍କା ଦିଆଯିବ। ତ ଆପଣମାନେ ଜାଣିଥିବେ ଯାହାକି ପ୍ରଥମ କିସ୍ତି ଏବଂ ଦ୍ୱିତୀୟ କିସ୍ତିରେ 5,500 କରିକି 2,000 ଟଙ୍କା ଅଲରେଡ଼ି ଦିଆଯାଇଛି ଏବଂ ତୃତୀୟ କିସ୍ତିରେ ଯାହାକି 2,500 ଟଙ୍କା। ବହୁତ ଲୋକ କନଫ୍ୟୁଜ୍ ଥିଲେ ଯେ କାହିଁକି ମୋର 2,500 ଟଙ୍କା ବା 2,500 ଟଙ୍କା ଆସିଛି ବୋଲିକି କହିଥିଲେ। ତ ତା ମାନେ ହୋଇଯାଉଛି ଯେ 2 ଥର 5,500 10,000 ଆଉ ଥରେ 2,500 ମାନେ 2,500। ତ ଏଠାରେ ଯାହାକି ଟୋଟାଲ 12,500 ଟଙ୍କା ଏଠାରେ ହୋଇଯାଉଛି। ତ ସେମାନଙ୍କୁ ସମ୍ପୂର୍ଣ୍ଣ ପଇସା ମିଳିସାରିଛି। ତ ଏଠାରୁ ଆପଣମାନେ ଜାଣିପାରିଥିବେ। ତ ଏମାନଙ୍କୁ ଆଉ କେମିତି ମିଳିବ ତାହାର ସଲ୍ୟୁସନ୍ ମଧ୍ୟ ମୁଁ ବାହାର କରିଛି। ତ ଆପଣମାନେ ଭିଡ଼ିଓଟିକୁ ଦେଖନ୍ତୁ। ବର୍ତ୍ତମାନ ଯିବା ଯାହାକି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ କଥା କହିବା। ତ ଦେଖନ୍ତୁ ଫ୍ରେଣ୍ଡସ୍, ଯେଉଁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନେ ଅଛନ୍ତି ସେମାନଙ୍କୁ 18,000 ଟଙ୍କା ମିଳିଛି। କିନ୍ତୁ କାଳିଆ ଯୋଜନାର ୱେବସାଇଟ୍ରେ ଲେଖାଯାଇଛି କିମ୍ବା କୁହାଯାଉଥିଲା ଯେ କାଳିଆ ଯୋଜନାରେ ଯାହାକି 5ଟି ଋତୁରେ 5ଟି ଫସଲ ଋତୁରେ ଯାହାକି ସେମାନଙ୍କୁ 5,500 କରିକି ଯାହାକି 25,000 ଟଙ୍କା ଦିଆଯିବ। କିନ୍ତୁ କ'ଣ କଲେ ଆମ ଓଡ଼ିଶା ସରକାର 2 ଥର 5,500 10,000 ଟଙ୍କା ଦେଲେ ଏବଂ ଆଉ 4ଟି କିସ୍ତି ଯାହାକି 2,000 କରିକି ଯାହାକି 8,000 ଟଙ୍କା ଦେଇଛନ୍ତି। ତ ସେ କହିଥିଲେ ଯେ ଯାହାକି 5ଟି କିସ୍ତିରେ ବା 5ଟି ଫସଲ ଋତୁରେ ଦେବି, କିନ୍ତୁ ତାଙ୍କ କଥାଟାକୁ ଏଠାରୁ ଓଲଟାଇ ଦେଲେ। ତ ଦେଖନ୍ତୁ ଏଠାରେ ଓଡ଼ିଶା ସରକାର ଆପଣଙ୍କୁ କେମିତି ଏଠାରୁ ଠକିଦେଲେ, ମାନେ ଆପଣଙ୍କୁ ଏଠାରେ ବୋକା ବନେଇଲେ। ଆଉ 2020ରେ ଯାହାକି ଚାଷୀମାନଙ୍କୁ ପଇସା ମଧ୍ୟ ମିଳିନଥିଲା। ତ ଏହା ହେଉଛି ଓଡ଼ିଶା ସରକାରଙ୍କର କାମ ବା ଏଠାରେ ଯେଉଁ ଆମର କୃଷିମନ୍ତ୍ରୀ ଅଛନ୍ତି ତାହା ମଧ୍ୟ ଠିକ୍ ଠାକ୍ ବୁଝିପାରୁନାହାନ୍ତି। ତ ଏଠାରୁ ଆପଣମାନେ ଜାଣିପାରୁଥିବେ। ତ ଦେଖନ୍ତୁ ଫ୍ରେଣ୍ଡସ୍, ଯାହାକି ଏଠାରେ ଓଡ଼ିଶା ସରକାର କେଉଁଭଳି ଭାବରେ ପଇସା ଦେବାର ଥିଲା କିନ୍ତୁ ଏଠାରୁ ଓଲଟା କରିଦେଲେ। ଆଉ କୁହାଯାଉଥିଲା ବା ସେ କହିଥିଲେ ଯେ ଯାହାକି 75 ଲକ୍ଷ ଚାଷୀଙ୍କୁ ଯାହାକି କାଳିଆ ଯୋଜନା ଟଙ୍କା ମିଳିବ, ଯେମିତିକି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ 50 ଲକ୍ଷ ଚାଷୀ ଏବଂ ଭୂମିହୀନ ଚାଷୀଙ୍କୁ ଯାହାକି 25 ଲକ୍ଷ ଚାଷୀ କୁହାଯିବ। ତ ପ୍ରୁଫ୍ଟି ମଧ୍ୟ ଆପଣ ଦେଖିନିଅନ୍ତୁ। In the coming year, it is targeted to extend support to 50 lakh small and marginal farm families as well as 25 lakh landless agriculture. ତ ଏଠାରେ ଆପଣ ଦେଖିପାରୁଥିବେ ଏହିଭଳି ଅନୁମାନ କରାଯାଇଥିଲା କିନ୍ତୁ ତାହା କାମ ଦେଲା ନାହିଁ। ତ ବର୍ତ୍ତମାନ ଜାଣିବା ଯେ ଏହି କାଳିଆ ଯୋଜନାର ଟଙ୍କା ଏହି ଭୂମିହୀନ ଚାଷୀମାନଙ୍କୁ ଆଉ ମିଳିବ ନା ନାହିଁ। ତ ବର୍ତ୍ତମାନ ସମୟରେ ଆଉ କାଳିଆ ଯୋଜନାର ଟଙ୍କା ଭୂମିହୀନମାନଙ୍କୁ ଏମିତି ଚୁପଚାପ ଆପଣମାନେ ବସି ରହିଲେ ଯାହାକି ମିଳିବ ନାହିଁ କିମ୍ବା କୌଣସି ମିଡ଼ିଆ ଏହାକୁ ଫୋକସ୍ ନ କଲେ କି ଆପଣଙ୍କୁ ମିଳିପାରିବ ନାହିଁ। ଯଦି ମିଡ଼ିଆ ଆଗକୁ ଆଣିଲା ତାହେଲେ ଆପଣଙ୍କୁ ହୁଏତ ମିଳିପାରେ କିମ୍ବା ବିରୋଧୀ ପାର୍ଟି ଯେମିତିକି ବିଜେପି ହେଉ କଂଗ୍ରେସ ହେଉ ଏହାରି ବିଷୟରେ ଚର୍ଚ୍ଚା କଲେ ଯଦି ଆପଣଙ୍କ ହିତ ଚାହୁଁଛନ୍ତି ବିଜେପି ଏବଂ କଂଗ୍ରେସ ତାହେଲେ ଏହାରି ବିଷୟରେ ଯାହାକି ଆଗକୁ ଆଲୋଚନା କଲେ ଆପଣଙ୍କୁ ମିଳିପାରିବ। କିନ୍ତୁ ସେମାନେ ଚାହୁଁନାହାନ୍ତି ଯଦି ଏହା ଆମେ ଆଗକୁ କଥା ନେବା ତାହେଲେ ଓଡ଼ିଶା ସରକାର ଆମର ଓଡ଼ିଶାର ଲୋକମାନଙ୍କୁ ବା ଚାଷୀମାନଙ୍କୁ ପଇସା ଦେବ, ଯାହାଫଳରେ କି ତାଙ୍କ ପ୍ରତି ଲୋକଙ୍କର ଯାହାକି ଫ୍ୟାନ୍ ହୋଇଯିବେ ବା ତାଙ୍କର ସମର୍ଥକ ହୋଇଯିବେ ବୋଲି ତାହା ବର୍ତ୍ତମାନ ଆଉ ସେମାନେ ବିରୋଧୀ ଦଳ ମଧ୍ୟ ବହୁତ କରି କିଛି ଖାସ୍ କହୁନାହାନ୍ତି। ତ ଫ୍ରେଣ୍ଡସ୍, ଆପଣମାନେ ଜାଣିପାରିଥିବେ। ବର୍ତ୍ତମାନ ଜାଣିବା ଯେ ଆପଣଙ୍କୁ କେଉଁ ପ୍ରକାରରେ ଏହାର ଆପଣଙ୍କୁ କେମିତି ଆପଣ ଏହାକୁ ଜଣାଇ ପାରିବେ ଓଡ଼ିଶା ସରକାର ପାଖରେ। ତ ଦେଖନ୍ତୁ ଫ୍ରେଣ୍ଡସ୍, ମୁଁ ଡିସ୍କ୍ରିପ୍ସନରେ ମୁଁ ଆପଣମାନଙ୍କୁ ଟ୍ୱିଟରର ଲିଙ୍କ୍ ଦେଇଦେଇଛି ଯେ କାହିଁକି ପଇସା ଦିଆଯାଉ ନାହିଁ, କାହିଁକି ଏହି ଭୂମିହୀନ ଚାଷୀମାନଙ୍କୁ ପଇସା ଦିଆଯାଉ ନାହିଁ ତାର ପୁରାପୁରି ଡିଟେଲ୍ସ ଲେଖିଦେଇଛି। ତ ଆପଣମାନେ ଯାଆନ୍ତୁ ଟ୍ୱିଟରରେ କ୍ଲିକ୍ କରିକି ରିଟ୍ୱିଟ୍ କରିଦିଅନ୍ତୁ, ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ, ଯାହାଫଳରେ କି ଜାଣିପାରିବେ। ତ ଆପଣମାନେ ଜାଣିପାରିଥିବେ ଆପଣମାନଙ୍କ MLAକୁ ଯାହାକି ସେଠାରେ ଟ୍ୟାଗ୍ କରନ୍ତୁ, ଆପଣମାନଙ୍କର ଯାହାକି ଆଖପାଖରେ ଯେଉଁ ମନ୍ତ୍ରୀମାନେ ଅଛନ୍ତି ସେମାନଙ୍କୁ ଟ୍ୟାଗ୍ କରନ୍ତୁ ଏବଂ ଏହାକୁ ସେୟାର କରନ୍ତୁ, ଯାହାଫଳରେ କି ଆପଣମାନେ
ताहाकू शेयर कलापर से हुए तो पैसा दे पारती। तो आपण मैंने जानिथिबे तो क्षुद्र एवं नाममात्र चाषी जेहेतु जमी अच्छी तो से तो किसी चाषबास करी जहाँकि पेट भरण पोषण करेंगे, किंतु जो मैंने जहाँकि भूमिहीन चाषी अच्छा से आउ बर्तमान जदि पैसा दि न जाए ताल जो पिला छुआ मैंने अच्छा से पाठ पढ़ार असुविधा हेबो किंबा जहाँकि बहुत सारा असुविधा हेबो। तो आपण मैंने जानीपारे फ्रेंड्स, आउ जदि यही योजनाटी वर्तमान समय आसंता वर्ष ठारू किंबा एही वर्ष ठारू लागू नहला पुणी थरे एहाकू रिन्यू न करागला ताहले बहुत असुविधार सम्मुखीन हेबे जहाँकि यही भूमिहीन चाषी माने। तो आपण माने जानी पारथिबे जेमिति कि सरकार को कहिबा अनुसार मु एमिति कहू नाही। तो आपण माने जानी पारथे फ्रेंड्स। तो मत लगुच यही वर्ष आउ जहाँकि कालिया योजनार यही पैसा गुड़ी को रिन्यू करेंगे ना किंबा जो मान पूरापूरी सरी जाइए से रिन्यू करेंगे ना किंबा कालिया योजनार जो वेबसाइट अच्छी से आपन को सेमाने अप्लाई करने किंबा री अप्लाई करने ऑप्शन टी ओपन करेंगे ना। बर्तमान जदि आप जाकि नुआ कर अप्लाई करेंगे किंबा जहाँकि एठारे ग्रीवियंस देवे देन एठारे किसी देखा जाऊ ना आपण मैंने जानीपारे। तो हुए तो 2023 शेष आड़े यही वेबसाइट टी पुणी थे चालू करे किंबा जहाँकि कालिया योजनार कालिया योजना को पुणी थे रिन्यू करें कहीं 2024 आड़े जहाँकि एमएलए भोट किंबा जहाँकि जेकोसी भोट भुटा निर्वाचन हुए ताहले यार चक्रांत चली पारे। तो एठारे मु ओडिशा सरकार को जनइबा चाहूँगी किंबा तांकर जो मंत्री माने अछंती भिडियोटी को देखुचंती किंबा तांको परिवार अटंती किंबा तांकर समर्थक माने अटंती ताहले एही खबरटी को निहाती भाव में सरकार पाखक पहुँचातु एवं चाषी मानक निहाती भाव हेल्प करंतु बा न्याय दिंतु। तो बहुत करी आमर ओडिशा सरकार कहती जे आम चाषी भाई माने आमर गर्व अटे आमर बहुत किछि अटे जहाँकि से मानकु या हेबो ताहा हेबो किंतु ओडिशा रे कोन होउछि आपण माने जानि पारथिबे। तो से माने पुणी थरे अनएम्प्लॉयमेंट हेबे तापर जहाँकि दादन खटिया को जमीती कि सूरत गुजरात मुंबई तेलंगाना ए सबू राज्य को से माने निहाते और बेंगलुरु दिल्ली ए सब को जीवे ही जीवे। तो एथिपाई जहाँकि आम ओडिशार अन्य राज्य को लोक माने कोनोसी जहाँकि काम करने जाइए। सो यही आपण मानक अपडेट फ्रेंड्स। तो आपण माने जानि पारथिबे। सो आई होप कि आपण माने बुझी पारथिबे वर्तमान समय आउ जहाँकि भूमिहीन चाषी मानक तृतीय किस्ती टंकार मिलिबो नाही जदि रिन्यू हुए ताहले जाकि मिलिबो। तो आउ रहिला जो 18,000 टंका मिली क्षुद्र एवं नाममात्र चाषी मानक तो 18 होईछि तो आउ मध्य मिलिबो 2,000 करिकि 18 माने 19 20 तापटी किस्ती जहाँकि। तो आउ रहिला जो क्षुद्र एवं क्षुद्र एवं नाममात्र चाषी से जहाँकि 18,000 टंका मिली तो आउ 3टी किस्ती टंका मिलिबो जेमिति 18 को 19 20 तापर 21 22 एवं 23 24। तो लास्ट रे जहाँकि 2,500 टंका से दिया जाई पारे। तो यही भाव में आम ओडिशा सरकार यही योजनाटी को चलती। सो ये आपंप अपडेट। सो आई होप कि आपने बुझी पारे। तो डिस्क्रिप्शन ट्विटर लिंक देती आप जानते रिट्वीट करूँ। सो रोची नमस्कार।